ନବୀନ ବାବୁର ଭଉଣୀ ଗୀତା ମେହତା ବି ଚିନ୍ତିତ ଥିଲେ ଏବଂ ସେ ବୋଧହୁଏ 2022 ମାସରେ ଚାଲିଗଲେ, ଦେହାନ୍ତ ହେଲା। ତାର ପୂର୍ବରୁ ସେ ଦେହ ଖରାପ ଥିଲା, ସେ ହସ୍ପିଟାଲ ଦିଲ୍ଲୀରେ। ତ କିଛି ଲୋକ ସିନିୟର ଲୋକମାନେ ଓଡ଼ିଶାରୁ ଜଣେ ଦୁଇ ଜଣ ଯାଇକରି ତାକୁ ଭେଟିଛନ୍ତି ହସ୍ପିଟାଲରେ। ତ ଗୀତା ମେହତା ତାର ଦେହାନ୍ତ ଆଗରୁ କହିଛନ୍ତି, ଆଇ ହୋପ ଦିସ୍ ମ୍ୟାନ୍ ଇଜ ନଟ୍ ମିସଲିଡିଂ ମାଇ ବ୍ରଦର। ମୁଁ ଆଶା କରୁଛି ଯେ ଏ ଲୋକ ମୋର ଭାଇକୁ ଇଏ ମାନେ ଠିକ ବାଟରେ ବିଭ୍ରାନ୍ତ ଏଟା ଗୀତା ମେହତା ବି କହିଥିଲି ଯେ ମୋ ଭାଇ ନବୀନ ପଟ୍ଟନାୟକ କୁ ଏ ଲୋକ ଅର୍ଥାତ ପାଣ୍ଡିଆନ ଭୁଲ ରାସ୍ତାରେ ଦବା ନା ନେଇ ନଥିଲେ, କିନ୍ତୁ ଡାଇରେକ୍ଟ ତାଙ୍କର ଡାଉଟ ଥିଲା ତାମାନେ ପାଣ୍ଡିଆନଙ୍କ ଉପରେ। ସେ ବି ଚିନ୍ତିତ ଥିଲେ, ଭଉଣୀ ଚିନ୍ତିତ ଥିଲେ। ନବୀନ ପଟ୍ଟନାୟକ ୱାଜ ଏକ୍ସେପସନାଲ ତାର ଫ୍ୟାମିଲି ଭିତରେ। ମୋର ଜାଣିବାରେ ହି ୱାଜ ଦ କ୍ଲୋଜେଷ୍ଟ ଟୁ, ମାନେ ଗୀତା ମେହତା ୱାଜ ଦ କ୍ଲୋଜେଷ୍ଟ ଟୁ ହିମ୍ ନବୀନ ବାବୁ ପାଇଁ। ଏବଂ ଗୀତା ମେହତା ୱାଜ ୱରିଡ ଯେ এটা কোন হচ্ছে। ଆପଣ ତା ভিতরକୁ যাই ଆଉ କିଛି ରିସର୍ଚ୍ଚ କରିଛନ୍ତି ନା କେବଳ ଏତିକି ଜାଣିଛନ୍ତି ପୁଣି କେମିତି ଓରିଟ୍ ଥିଲେ? ଆଉ ବହୁ ସମୟରେ ଆମର ଖବର ଆସୁଥିଲା ଯେ ଗୀତା ମେହତା ଆସୁଛନ୍ତି, ନବୀନ ନିବାସରେ ରହୁଛନ୍ତି, ଆଉ ସେ ଏଥିରେ ମଧ୍ୟ ନବୀନ ବାବୁଙ୍କୁ କିଛି ପରାମର୍ଶ ଦଉଛନ୍ତି। ନବୀନ ନିବାସରେ ଗୀତା ଦରବାର ବୋଲି ଆମେ ଗୋଟେ ଷ୍ଟୋରି ବି ବହୁତ ଦିନ ତଳେ ଚଲେଇଥିଲୁ। ତାଙ୍କର ପୁରୁଣା ଲେଖା ବି ନବୀନ ବାବୁଙ୍କ ସମ୍ପର୍କରେ ଥିଲା। ସେ ବହୁତ ଭାଇ ଭଉଣୀଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା। ତ ସେ କିଛି ଓଡ଼ିଶା ଉପରେ ଇଣ୍ଟରଫିୟର କରିବାକୁ ଚାହୁଁଥିଲେ ନବୀନ ଗୀତା ମେହତା? ନା ନା ନା, ଓଡ଼ିଶା ଉପରେ ତାର কোনো ଇଣ୍ଟରେଷ୍ଟ ନଥିଲା ମୋର ଜାଣିବାରେ, କିମ୍ବା ଇଣ୍ଟରଫିୟରେନ୍ସ ତ কোনো ପ୍ରଶ୍ନ ନାହିଁ। କିନ୍ତୁ ଭଉଣୀ ହିସାବରେ ଭାଇର যে ঠিকঠাক রইব সেটা সে নিশ্চয়ই চাହୁଥିଲେ। ପାଣ୍ଡିଆନଙ୍କୁ ସେ କାହିଁକି ଡାଇଟ୍ କରିଥିଲେ? ଏବଂ ମତେ ପ୍ୟାରୀ ବାବୁ ମୋର ସେଇ ଅରିଜିନାଲ ବହିରେ ଆପଣ ଯଦି ଦେଖିବେ ଅଛି, ପ୍ୟାରୀ ବାବୁ ମତେ କହିଥିଲେ ଏବଂ ସେଇ ଅରିଜିନାଲ ବହିରେ ମୁଁ ଲେଖିଥିଲି, ଗୋଟେ ଡିନରରେ ନବୀନ ନିବାସରେ ନବୀନ ବାବୁ, ଗୀତା ମେହତା ଏବଂ ପ୍ୟାରୀ ବାବୁ ଥିଲେ ডিনার টেবিলে। গীতা মেহতা সাজেস্ট করেଥିଲେ যে আরে তোমার দেহ ବି ঠিক ନାହିଁ, ତମେ ଏତେ ରେସ୍ପନ୍ସିବିଲିଟି ତମ ଉପରେ ଚିଫ୍ ମିନିଷ୍ଟର, ତମେ ପ୍ୟାରୀ ବାବୁ ସୁଡ୍ ବିକମ୍ ୟୋର ଡେପୁଟି ଚିଫ୍ ମିନିଷ୍ଟର ସୋ ଦ୍ୟାଟ୍ ତମର କାମର ରେସ୍ପନ୍ସିବିଲିଟି ଅଧା ସେ ନେଇପାରିବେ। ପ୍ୟାରୀ ବାବୁ ଶୁଣିଲେ ସେ କଥା, ନବୀନ ବି ଚୁପ୍ କିଛି ରେସ୍ପଣ୍ଡ କଲେ। ପ୍ୟାରୀ ବାବୁ ପରେ ମୋତେ କହିଛନ୍ତି ଏବଂ ଯେ କଥା ମୁଁ ଉଲ୍ଲେଖ କରିଛି ମୋର ଅରିଜିନାଲ ବହିରେ, ଏଇ ବହିରେ ବି ଅଛି, ପ୍ୟାରୀ ବାବୁ ସେତେବେଳେ କହିଲେ ସେଇ ଦିନଠୁ ମୋର ଡିକ୍ଲାଇନ୍ ଆରମ୍ଭ ହେଲା। କାହିଁକି? ଆକର୍ଡିଂ ଟୁ ପ୍ୟାରୀ ବାବୁ, ନବୀନ ପଟ୍ଟନାୟକ ଭାବିଲେ ଯେ ମୋ ଭଉଣୀ ଯଦି ଏମିତି ଚିନ୍ତା କରିପାରେ ଯେ ପ୍ୟାରୀ ବାବୁ ଡେପୁଟି ଚିଫ୍ ମିନିଷ୍ଟର ହେଇଯାଇପାରେ ପାରନ୍ତି, ଇଜ୍ କେପେବଲ, ତାହେଲେ ଓଡ଼ିଶାର ଲୋକମାନେ ବି ସେଟା ଭାବିପାରନ୍ତି ଯେ ଏ ଲୋକ ଗୋଟେ କେପେବଲ, ମୋଠୁ ମନ୍ତ୍ରିତ୍ୱ ନେଇଯିବେ। ସେଇଠୁ ପ୍ୟାରୀ ବାବୁର କଥା ଅନୁସାରେ ସେଇ ଦିନଠୁ ତାର ଡିକ୍ଲାଇନ୍ ଆରମ୍ଭ ହେଲା। ପାଣ୍ଡିଆନଙ୍କ ଏଇଟା ମୁଁ କହୁଛି 2009 2009। ହଁ।